ଆଉ ମାତ୍ର 7 ଦିନ ପରେ ହେବ ନୂଆବର୍ଷ। ସାଧାରଣ ଭାବେ ନୂଆବର୍ଷରେ ଛୁଟି ମନାଇବାକୁ ସମସ୍ତେ ଚାହିଁଥାନ୍ତି। ମାତ୍ର କାହାକୁ ଏହି ସୁଯୋଗ ମିଳିଥାଏ ତ ଆଉ କାହାକୁ ମିଳିନଥାଏ। ତେବେ ନୂଆବର୍ଷରେ ସ୍କୁଲ ପିଲାମାନେ ମଉଜ କରିପାରିବେ। ଏନେଇ ଆସିଛି ଏକ ଖୁସି ଖବର। ନୂଆବର୍ଷରେ ସ୍କୁଲ ପିଲାଙ୍କୁ 15 ଦିନ ଛୁଟି ମିଳିବ। ସୂଚନା ମୁତାବକ ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି। ତେଣୁ ନୂଆବର୍ଷ ପହିଲାରୁ 15 ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ। ଏନେଇ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀ, ସ୍କୁଲ ପ୍ରିନ୍ସିପାଲ ଓ ହେଡମାଷ୍ଟରଙ୍କୁ ଅବଗତ କରାଯାଇଛି। ସରକାରୀ ନିର୍ଦ୍ଦେଶନାମା ମୁତାବକ ସମସ୍ତ ଘରୋଇ ସ୍କୁଲ ଓ ସରକାରୀ ସ୍କୁଲମାନଙ୍କରେ ନିର୍ଦ୍ଧାରିତ ସିଡ୍ୟୁଲ ଅନୁସାରେ ଛୁଟି ଲାଗୁ ହେବ। ନୂଆବର୍ଷର ପ୍ରଥମ ଦିନରୁ ହିଁ ଏହି ଛୁଟି ଆରମ୍ଭ ହେବ। ବର୍ତ୍ତମାନ ସମୟରେ ହରିୟାଣାର ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 8 ଡିଗ୍ରୀ ସେଲସିୟସରୁ କମ୍ ରହିଛି। ଅନେକ ସ୍ଥାନରେ ସକାଳ ସମୟରେ କୁହୁଡ଼ି ଦେଖିବାକୁ ମିଳୁଛି। ସେଥିପାଇଁ ହରିୟାଣା ସରକାର 15 ଦିନ ସ୍କୁଲ ଛୁଟି ଘୋଷଣା କରିଛନ୍ତି।